ଆମ ଦୀପ ଏଠି ମୁଁ ଲଗେଇ ଦେଇଛି, ଦୀପ ଲଗେଇଛି। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ସାଢେ 8ଟା ହେଲା, ଉଠିଲୁ। ଜିପିଏସ୍ ସେ ପଢୁଛନ୍ତି ଦେଖେଇକି। ବର୍ତ୍ତମାନ ଉଠିଲା ଅଳ୍ପ ସମୟ ହଉଛି ଦେଖିବା ସକାଳ ଖରା ପାଗ ଦେଖୁନି, ଖରା ଏଭଳିଆ ଅଛି। ଚିଠି ବସିବ ବର୍ତ୍ତମାନ ଗାଧା ବାଧା ହେଇକି ରେଡି ହେଇକି ମନ୍ଦିର ଯିବେ ଟିକେ ଦିଦି ମୋର ମନ୍ଦିର ଫଟୋ ଉଠେଇ ପାରିନି କଣ ପାଇଁ କହିଲ ମୋର ମନ୍ଦିର ଗଲେ ସେ ଆଗରେ ଅଛି, ସେଠି ଯାଇକି ମନ୍ଦିର ବାହାରିବ। ମନ୍ଦିର ଯିବି କୋଉଠି କୋଉଠି ଫେରି ନା ଏଇ ଦୋକାନକୁ କରିକି ଆଣିବୁ। କଣ ଆଣିବି ଫେରେ? କଣ ଆଇଡି ଚେଞ୍ଜ ହବ ନା ହବନି? ହ୍ୟାଲୋ କଣ ଆଣିକି ଚେଞ୍ଜ ହବ ନା ହବନି? ମୋ ଦୀପ ଏଠି ମୁଁ ଲଗେଇ ଦେଇଛି, ଦୀପ ଲଗେଇକି ପୂଜା କରିଦେଇଛି। ଠାକୁରଙ୍କୁ ଦର୍ଶନ କରିସାରିଲୁଣି। ଦିଦି ଖାଲି ଆସିଥିଲେ, ଦିଦି ଦୀପ ଲଗେଇକି ହସ୍ପିଟାଲ ଯେତେବେଳେ ଆସ ଗାଡି ଥୋଇଲା ବେଳେ କେବେ ଗୋଟେ ସଫାସୁତୁରା ନାହିଁ। ମୁଣ୍ଡ ଟିଣ ହେଇଗଲା କଣ ଯେତେବେଳେ ଆସ ଗାଡି ଥୋଇ ମତେ ଆগে 2-3 ମିନିଟ୍ ବୁଝିବାକୁ ପଡୁଛି। ବର୍ତ୍ତମାନ ତ ଆସିଲି ଘରୁ ସାଇନ୍ କରିବା କଣ କରିବା ଭଲ ହବ। ମୋର ଗୋଟେ କାମ ଯାହାକି ଜିନିଷ ଖରାପ ହବ କେମିତି ପଢା ହଉଛି ଦେଖଉଛି। ପ୍ରଥମେ ଆମର ବ୍ଲକ୍ ନାହିଁ, ବ୍ଲକ୍ ନଥିବାରୁ ଏଇ ଦୁଇଟା ଖବର ୟୁଜ୍ କରିପାରିବ। ବର୍ତ୍ତମାନ ଶୋଇବା ଜିନିଷ କଣ କଣ ଖିଆ ହବ? ତ ବର୍ତ୍ତମାନ କେସ୍ ଚାଲିଛି ଯାହାକି ଆମ ସିଆମ୍ ଫିଆମ୍ ତ ସାର୍ ବି ପାଖରେ ଅଛନ୍ତି। ଗୋଟେ କେସ୍ ଥିଲା ଆମେ ସରେଇ ଦେଇଛୁ, ସରେଇଲା ଟେଷ୍ଟ ଚେଞ୍ଜ କରିଦେଇଛୁ। ଅଛନ୍ତି ସବୁ ବାହାରୁଛନ୍ତି ଆମ ପାଖରେ ଘରକୁ ଯିବୁ ଆଉ ଆର କଣ ସବୁ ଦେଖୁଛୁ। ଆଜି ଆଜି ଗୋଟେ କେସ୍ ଥିଲା ଯେ ଖୁସି ଲାଗିଲା, ମାନେ 5:30 4:30 ଆରମ୍ଭ ହେଲା, ଠିକ ଆମର 6ଟା ଭିତରେ ସବୁ ଓଟି ଫୋଟି କାମ ସରିଗଲା। ତ ଆଉ ବର୍ତ୍ତମାନ ଘରକୁ ଯିବୁ 6:05 ଖଣ୍ଡେ ହେଇଛି, ବେଶୀ ନାହିଁ 5 ମିନିଟ୍ ଲେଟ୍ ହେଇଛି। ଆମ ଗାଡିରେ ତ ମେଘ ବି ଆଜି ବଢିଆ ହେଇଛି, ମାନେ ଘଡଘଡି ମାରି ବିଜୁଳି ମାରିକି ଛାନିଆ। ମୋ ଗାଡି ଓଦା ହେଇକି ଥୁଆ ହେଇଛି। ବର୍ତ୍ତମାନ ବାହାରିଯିବା ଘରକୁ ଯିବା, ପହଞ୍ଚିବା ଘରେ ପହଞ୍ଚିବା, କଣ କରିବା ଦେଖିବା ଆଉ।